ନବରାତ୍ରି ନବରାତ୍ରି ବହୁତ ମହିଳାମାନେ ବା ପୁରୁଷମାନେ ମଧ୍ୟ କରିଥାନ୍ତି। ନବରାତ୍ରିରେ ବହୁତ ଲୋକ ଉପବାସ ମଧ୍ୟ କରିଥାନ୍ତି। ଏହି ସମୟରେ ଶରୀରକୁ ପବିତ୍ର ଓ ସ୍ୱାସ୍ଥ୍ୟବାନ ରଖିବା ପାଇଁ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବା ଉଚିତ। ନବରାତ୍ରରେ କ'ଣ ଖାଇବା ଉଚିତ? ନବରାତ୍ରରେ ଫଳରେ ଆପଣ କଦଳୀ, ସେଓ, ଡାଳିମ୍ବ, ଅଙ୍ଗୁର, ନଡ଼ିଆ ଏଇସବୁ ଆପଣ ଖାଇପାରିବେ। ତା ସହିତ ଆପଣ ପରିବା ମଧ୍ୟ ଖାଇପାରିବେ। ପରିବା ଭିତରେ ଆପଣ ବିନା ପିଆଜ ରସୁଣ ଯେକୌଣସି ଖାଦ୍ୟ ଗ୍ରହଣ କରିପାରିବେ। ତା ବ୍ୟତୀତ ଆପଣ ଶାଗୁ କି କ୍ଷୀରି କି ଚାଉଳ ତ ଅଟା ଏସବୁର ମଧ୍ୟ ଆପଣ ଭୋଜନ ଗ୍ରହଣ କରିପାରିବେ। କ୍ଷୀର ଜାତୀୟ ଦ୍ରବ୍ୟ ମଧ୍ୟ ଗ୍ରହଣ କରିପାରିବେ, ଯେମିତି କ୍ଷୀର, ଦହି, ପନିର, ଘିଅ ଏସବୁ ମଧ୍ୟ ଗ୍ରହଣ କରିପାରିବେ। ଡ୍ରାଏ ଫ୍ରୁଟ୍ସ ସେସବୁ ମଧ୍ୟ ଗ୍ରହଣ କରିପାରିବେ। ମିଠା ମଧ୍ୟ ଗ୍ରହଣ କରିପାରିବେ। ମିଠାରେ ଆପଣ ସାତ୍ତ୍ୱିକ ମିଠା, ଯେଉଁ ମିଠାରେ ଆପଣ ମାନେ ବେଶୀ ମାନେ ଘରେ ଯେଉଁ ମିଠା ବିଶେଷ କରି ପ୍ରସ୍ତୁତ ହୁଏ, ଯେମିତିକି ହାଲୁଆ ହେଲା, ସୁଜି ହାଲୁଆ ହେଲା କି କ୍ଷୀରି ହେଲା, ଏସବୁ ମଧ୍ୟ ଆପଣ ଗ୍ରହଣ କରିପାରିବେ। ତା ସହିତ ଆପଣ ଜୁସ୍ ହେଲା, ଲସି ହେଲା, ପଣା, ଲେମ୍ବୁ ପାଣି, ନଡ଼ିଆ ପାଣି ଏସବୁ ମଧ୍ୟ ଆପଣ ଗ୍ରହଣ କରିପାରିବେ। ନବରାତ୍ରରେ କ'ଣ ଖାଇବା ଉଚିତ ନୁହେଁ? ଦେଖନ୍ତୁ, ଯେଉଁମାନେ 9 ଦିନର ପୂଜା କରୁଛନ୍ତି ସେମାନେ ବହୁତ କିଛି ଜିନିଷ ମାନିଥାନ୍ତି, ଯେମିତିକି ଚାଉଳ, ଯେମିତି ଉଷୁନା ଚାଉଳ, ଗହମ, ଡାଲି, ବେସନ ଏସବୁ ଖାଇନଥାନ୍ତି। ଯେମିତି ଆମେ କାର୍ତ୍ତିକ ମାସରେ ପୁରା ଶୁଦ୍ଧ ଖାଇବା ମାନେ ଖାଇଥାଉ, ତ ସେଇଭଳି ଖାଇବା ଖାଇଥାନ୍ତି। କିନ୍ତୁ ଯେଉଁମାନେ ପୂଜା କରୁନାହାନ୍ତି, କେବଳ ଗୋଟେ ଦିନ ପୂଜା କରୁଛନ୍ତି, ଯେମିତିକି ମହାଷ୍ଟମୀ କି ଅଷ୍ଟମୀ ଦିନ ପୂଜା କରୁଛନ୍ତି, ସେମାନେ ଚାଉଳ, ଗହମ, ଡାଲି, ବେସନ କି ପିଆଜ ରସୁଣ ଏସବୁ ଖାଇବା ଉଚିତ ନୁହେଁ। ଯେଉଁମାନେ ଯାହା ବି ପୂଜା କରୁଛନ୍ତି ସେଇ ଅନୁସାରେ ତାଙ୍କୁ ଖାଇବା ଉଚିତ କି ଅନୁଚିତ। ତ ବିଶେଷ କରି କ'ଣ ଖାଇବା ଅନୁଚିତ? ପିଆଜ, ରସୁଣ, ମାଛ, ମାଂସ, ଅଣ୍ଡା କି ଆମିଷ ଜାତୀୟ ଦ୍ରବ୍ୟ, ତା ସହିତ ତମାଖୁ ହେଲା, ଫାଷ୍ଟଫୁଡ଼୍ ହେଲା, ବାହାରର କୌଣସି ଜିନିଷ ହେଲା କି ମଦ, ମାଂସ ଏସବୁ ଖାଦ୍ୟ ଖାଇବା ଉଚିତ ନୁହେଁ ନବରାତ୍ରରେ।